হ্যাঁ নমস্কার। নমস্কার। ଆଉ ଆପଣଙ୍କର ପରିଚୟ ଟିକେ ଦିଅନ୍ତୁ ଆମର ଦର୍ଶକମାନଙ୍କୁ ଆଜ୍ଞା। আমার না সম্পদ কুমার মেহের ଆଉ ମୋ ବାପାଙ୍କର ନାଁ ଶ୍ରୀଯୁକ୍ତ ବଂଶୀଧର ମେହେର ମାଆଙ୍କର ନାଁ ରୂପାବତୀ ମେହେର ଆଉ ମୁଇଁ ପାଟଣାଗଡ଼ର ସନ୍ତାନ ହେ। ଆଜ୍ଞା ଆଉ ଆଜ୍ଞା ଆପଣଙ୍କର ପରିଚୟ ଟିକେ ଦିଅନ୍ତୁ। ନମସ୍କାର। मोर ना पिंटू सवार मैं चिंगार बंदरा राशि ଆଜ୍ଞା मैं संपद भाषा संगीत ସାଧନ କରୁଛୁ ଆମେ ଦୁଇ ଲୋକ ତବଲା ଆରୁ ଆମର ଦୁଇ ଲୋକର ଗୁରୁ ହେଉଛନ୍ ଡକ୍ଟର ଶ୍ରୀଯୁକ୍ତ ଘାସରାମ ମିଶ୍ର ବୁଝିଲେ କି। ଆଜ୍ଞା ଆପଣଙ୍କର ଯୋଡ଼ି କେତେ ବର୍ଷ ହେଇଗଲାନ ଆଜ୍ଞା? 25 ବରଷ ଖଣ୍ଡେ ହେଇଗଲାନ, ଏଇଟା 26 ନମ୍ବର ବରଷ ଚାଲିଛି ଆଜ୍ଞା ବୁଝିଲେ କି। ଆଉ ଯାହିଁ ଗଲେ ଆମେ ଦୁଇ ଭାଇ ପୁରା ଏବେ ଏନ୍ତା ଯୁଗର ବନ୍ଦୀ କରସୁଁ ଯେ ବଲାଙ୍ଗୀରରେ ଆମକୁ 2012ରେ ଯୋଡ଼ି ନମ୍ବର 1 ବୋଲିକରି ସେମାନେ ଏଇଟା କରୁଥିଲେ ଡାକିଥିଲେ। ଆଜ୍ଞା ଆଉ ଆପଣଙ୍କର ତ ସଙ୍ଗୀତ ସାଧନା ଚାଲିଛି ଆଜ୍ଞା। ହଁ ସଙ୍ଗୀତ ସାଧନା ସାଙ୍ଗେ ତାପରେ ପିଲାମାନଙ୍କୁ ବି ଟିକେ ଟିକେ ଶିକ୍ଷା ଦିଆହେଉଛି, ଛୋଟ ଛୋଟ ପିଲାମାନଙ୍କୁ କିବୋର୍ଡ ଶିଖା ହେଉଛି, ତାପରେ ସଙ୍ଗ ମାନେ ବି ଶିଖା ହେଉଛି, ଏଇଟା ତାପରେ ଗିଟାର ବି ଶିଖାବାର ଗୋଟେ ପ୍ଲାନ୍ଟେ ଚାଲିଛି। ଆଜ୍ଞା ଯେ ଆପଣ ଟ୍ରେନିଂ ସେଣ୍ଟର କରିଛନ୍ତି କି କାଣା ଆଜ୍ଞା? ହଁ ହଁ ଏଥର ଆମର ହେଇଗଲା 2024ରେ ଆମେ ଗୋଟେ ସ୍କୁଲଟେ ଆରମ୍ଭ କରିଛୁ। ଆଜ୍ଞା ଆପଣଙ୍କର ସ୍କୁଲର ନାଁ କାଣା ଆଜ୍ଞା? ଆମର ସ୍କୁଲର ନାଁ ହେଉଛି ତ୍ରିଦେବ ସୁରମଲ୍ଲାର ମ୍ୟୁଜିକାଲ ଇନଷ୍ଟିଚ୍ୟୁଟ୍ ଆରୁ ଆମର ଭଜନ ସମାରୋହର ବ୍ୟାନର ହେଉଛି ତ୍ରିଦେବ ସୁରମଲ୍ଲାର ଭଜନ ଗ୍ରୁପ ବ୍ୟାନର। ଭଜନ ଗ୍ରୁପ ହଁ ଖାଲି ନା ଟିକେ ଟିକେ ଖାଲି ଜଷ୍ଟ ଖାଲି ଇନଷ୍ଟିଚ୍ୟୁଟ୍ ଆରୁ ସମାରୋହ ଭଜନ ସମାରୋହ ଚେଞ୍ଜ ହେଉଛି, ନା ସମାନ ରଖାଯାଇଛି ବୁଝିଲେ। ଆଉ ଚାଲିଛି କେନ ଆଜ୍ଞା ଏଇଟା ଆପଣଙ୍କର ସ୍କୁଲ କେନ ଅଛି ଆଜ୍ଞା? ଆମଟା ଏଇଟା ମେହେରପଡ଼ାରେ ଅଛି, ସେ ସରୋଜ ମେହେର ଘର ତାଙ୍କର ଜୁନାଗଡ଼ ସାମ୍ନାରେ ଗୋଟେ ଏଇଟା କରାଯାଇଛି ପାଟଣାଗଡ଼। ହଁ ଆଉ ଯିଏ ବି ଶିଖିବାର ଲାଗି ଚାହିଁବେ ବୋଲେ ଆସିପାରିବେ ଆପଣଙ୍କୁ। ହଁ ଶିଖିବାର ଲାଗି ଚାହିଁବେ ବୋଲେ କାଣା କି ତାଙ୍କର ଗୋଟେ ସେ ମ୍ୟୁଜିକ୍ ବାବଦରେ ଟିକେ ଟିକେ ଜ୍ଞାନ ଥିବାର କଥା, ତାର ବାପା ମା ଛାଡ଼ୁଥିଲେ ବି ତାଙ୍କୁ ବି ଟିକେ ଟିକେ ଜ୍ଞାନ ଥିବାର କଥା। ଆଉ ଏଡମିସନ୍ ବାବଦରେ ବି ଆମର ହେନ୍ତା 500 ଟଙ୍କା ଲେଖାନ୍ କରାହେସି ଆଉ ମାସକ ଫିସ୍ 500 ଟଙ୍କା ଲେଖାନ୍ କରାହେସି। ବହୁତ କମ୍ ଫିସ୍ ଆଜ୍ଞା, ବହୁତ କମ୍ ନେଇ ହେଉଛି। ହଁ ହଁ ଛୁଆମାନଙ୍କୁ ଗୋଟେ କାଣା କି ମୋର ଗୋଟେ ପ୍ରୟାସଟେ ଥିଲା, କରୋନାରେ କେତେ କେତେ କଳାକାର ମରିଗଲେ, କେତେ କଳାକାର ଏଇଟା ହେଇଗଲେ, ବଞ୍ଚେଇ ରଖାର ହେନ୍ତା ଗୋଟେ ପ୍ଲାନ୍ଟେ କଲୁ ବୁଝିଲେ। ତାପରେ ଘରେ ବି ଟିକେ ରାଜି ହେଲେ, ଆଉ ତୁଇ ବସବାର ଅପେକ୍ଷା 5ଟା ଛୁଆକେ ବି ଶିଖାଲେ ତୋର ଗୋଟେ ବି ଉନ୍ନତି ହେବ, 5ଟା ଛୁଆ ବି ଆଉ ଷ୍ଟୁଡେଣ୍ଟ ମାନେ ବି ବାହାରିଲେ ନ ବୁଝିଲେ କି। ଜଣେ ଜଣେ ବଲାଙ୍ଗୀରରେ ଟିଟଲା ବେଳେ ସବୁ ନାଁ ରଖିଲେ ନ, ଅଲ୍ ଇଣ୍ଡିଆ ଲେଭେଲରେ ବି ସେମାନେ ନାଁ ରଖିଲେ ନ। ଆଜ୍ଞା ଆଉ ଆପଣଙ୍କର ତ ଭଜନ ସମାରୋହ ଚାଲିଛି ଆଜ୍ଞା, ଭଜନ ହୁଏ ଗୋଟେ ଆମର ଦର୍ଶକମାନଙ୍କୁ ଶୁଣ। ହଁ ତ ମୁଇଁ ଆପଣମାନଙ୍କର ସାମ୍ନାରେ ଗୋଟେ ମୋର ନିଜର ଲେଖା ଭଜନଟେ ଆଣୁଛେଁ। ଭଜନଟା ବହୁତ ଦିନ ହେଇଗଲାନ ବାହାରିଲାନ, ମୋର ନିଜର ଲେଖା ନିଜର କମ୍ପୋଜିସନ୍। କାଳିଆରେ ଏତିକି ମାଗୁନି ମୋର, କାଳିଆରେ ଏତିକି ମାଗୁନି ମୋର, କାଳିଆରେ ଏତିକି ମାଗୁନି ମୋର। জীব জীবা বেড়ে মিছ দুনিয়ারে, জীব জীবা বেড়ে মিছ দুনিয়ারে, হরি নাম একা সারো এতিকি মাগুনি কালিয়ারে এতিকি মাগুনি।
ବହୁତ ସୁନ୍ଦର ଲାଗଲା ଭଜନଟା ଆଉ ନିଜର କମ୍ପୋଜିସନ୍ ଆଉ କାଣା କହମି କାଲିଆ ନାଁରେ ଯେନ୍ଟା ଚଲୁଛେ ବୋଲେ ତ ତାହାକୁ ଆର୍ କିଛି କହିନି ହୁଏ କାଲିଆ ସାନ୍ତେ ଯିଏକି ଦୁନିଆ ହଁ ସେ ତ ହଁ ଅଖଣ୍ଡ ଭାରତର ସେ ଗୋଟେ ଭଗବାନ ଆମର ଉତ୍କଳର ପ୍ରାଣକର୍ତ୍ତା ବୁଝିଲନି ତାପରେ ହେନ୍ତା ବହୁତ ଗୁଡ଼ିଏ ବି ମୋର ଲେଖାମାନେ ବି ଅଛି ଯେନ୍ଟାକି ଟିକେ ଫୋକସ୍ ହେଇନି ପାର୍ବାର ତମେ ମାନେ ଯଦି ହେଲ୍ପ କରବ ବୋଲେ ଆସିଯିବ ସବେ କର୍ମା ଦାଦା ଆମର ଦର୍ଶକମାନେ ବି ଆପଣଙ୍କୁ ସାହାଯ୍ୟ କରିବେ ଆମେ ବି ଆପଣଙ୍କୁ ଆଗକେ ବଢ଼ାବାର୍ ଲାଗି ଚେଷ୍ଟା କରମୁ ହଁ ନିହାତି ତାପରେ ହେଦେ ଯଦି 5ଟା ଛୁଆ ବି ଯଦି ବାହାରିବେ ବୋଲେ ସେ ହିସାବେ ବି ସେ ସଙ୍ଗୀତଟା ବଞ୍ଚିବା ବୋଲିକରି ଏଇଟା ମୁଇଁ ଗୋଟେ ପ୍ରୟାସଟି ଚାଲିଛି ଆମର କଲାଟା ବଞ୍ଚିକି ରହିବା ହଁ ନିହାତି ତୋ ନାମ ଗଙ୍ଗା ଜଳ ଦର୍ଶକ ବନ୍ଧୁ ଏଇଟା ବି ଗୋଟେ ମୋର ନିଜର ଲେଖାଟେ ଏଇଟା ମୋର ଉପରେ ଗୋଟେ ଚିରାଚରିତ ଉପରେ ଗୋଟେ ମାନେ ମୁଁ ଏଇଟା ଲେଖିଥିଲି 2017-18 ବେଳକେ ତୋ ନାମ ଗଙ୍ଗା ଜଳ ତୁମେ ଖାଉ ତୋ ନାମ ଗଙ୍ଗା ଜଳ ତୁମେ ଖାଉ ଏତିକି ମାଗୁଣି ମୋର ଏତିକି ମାଗୁଣି ମୋର ହେ ମହାବାହୁ ପ୍ରଭୁରେ କରୁଣା ହେଉ ତୋ ନାମ ଗଙ୍ଗା ଜଳ ତୁମେ ଖାଉ ପ୍ରଭୁରେ ତୋ ନାମ ଗଙ୍ଗା ଜଳ ତୁମେ ଖାଉ ମାଗୁ ନାହିଁ ଭଜନ ମାଗୁ ନାହିଁ କିଛି ଶରଧାବାଲିକୁ ମୋର ମନ ବୁଲାଇଛି ମାଗୁ ନାହିଁ ଭଜନ ମାଗୁ ନାହିଁ କିଛି ଶରଧାବାଲିକୁ ମୋର ମନ ବୁଲାଇଛି ତୋ ମହାପ୍ରସାଦ ମୋତେ ତୋ ମହାପ୍ରସାଦ ମୋତେ ମିଳୁଥାଉ ପ୍ରଭୁରେ ମାଗୁଣି ହେଉ ତୋ ନାମ ଗଙ୍ଗା ଜଳ ତୁମେ ଖାଉ ପ୍ରଭୁରେ ତୋ ନାମ ଗଙ୍ଗା ଜଳ ତୁମେ ଖାଉ ଏତିକି ମାଗୁଣି ମୋର ଏତିକି ମାଗୁଣି ମୋର ହେ ମହାବାହୁ ପ୍ରଭୁରେ କରୁଣା ହେଉ ତୋ ନାମ ଗଙ୍ଗା ଜଳ ତୁମେ ଖାଉ ପ୍ରଭୁରେ ତୋ ନାମ ଗଙ୍ଗା ଜଳ ତୁମେ ଖାଉ ଆଉ ଆଜ୍ଞା ଭଜନ ମାନେ ତ ବହୁତ ସୁନ୍ଦର ମାଧୁର୍ଯ୍ୟ ଲାଗୁଛେ ହଁ ଆଉ କାଣା କହେମି ଆଜ୍ଞା ଆପଣଙ୍କୁ କହେବାର୍ ଲାଗି ମୋର୍ ପାଖେ ତ ଭାଷା ହିଁ ନେଇନ ନାଇଁ ନାଇଁ ହେନ୍ତା କିଛି କହିବାର ହେନ୍ତା ଭାଷା ନେଇছে କି ହେନ୍ତା ଏଇଟା ନେଇছে ଆପଣମାନେ ଆମକୁ ଏଇ ମିଡ଼ିଆ ମାଧ୍ୟମରେ ଆମିସନ୍ ବୋଲିକରି ଆମେମାନେ ଆସିପାରୁଛୁ ଆଉ ଏନ୍ତା 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 ଆପଣମାନେ ଯଦି ଏନ୍ତା ଆଶୀର୍ବାଦ ଦେବେ ଏନ୍ତା କମେଣ୍ଟ ମାନେ ଯଦି କରିବେ ବୋଲେ ଆମେ ଆପଣମାନଙ୍କର ପାଖକେ ଆମେ ଭଲ ଭଲ ଜିନିଷ ନୂଆ ନୂଆ ଜିନିଷ ସବୁବେଳେ ଆନିକରି ଆସମୁ ବୁଝିଲେ କି ଆଉ ଏନ୍ତା ନୂଆ ନୂଆ ଭଜନ ଶୁଣବାର୍ ଲାଗି ଚାହୁଁଥିଲେ ଆମର କମେଣ୍ଟ ସେକ୍ସନରେ କମେଣ୍ଟ କରୁନ୍ ଏନ୍ତା ଗୀତ ଦଉନ୍ ବୋଲି ଆମେ ବାଧ୍ୟ ହେଇକରି ଆପଣଙ୍କୁ ଏହି ଭଳିଆ ଗୀତ ଆମେ ଦେବାର୍ ଲାଗି ଚେଷ୍ଟା କରମୁ ଆଉ ଦାଦା ଦର୍ଶକମାନଙ୍କୁ କାଣା କହିବେ କହୁନ୍ ପଦେ ଦର୍ଶକମାନଙ୍କୁ ମୋର ଗୋଟେ ମଥା ନୂଆ ବିନମ୍ର ଅନୁରୋଧ ଯେ ମାନେ ମା ବାପା ମାନେ ଆଜି ଯେନ୍ ଛୁଆମାନକେ ଯେନ୍ ଗଢ଼ୁଛନ୍ ଏଇ ଯେନ୍ ମୋବାଇଲ ମିଡ଼ିଆ ହେଇଗଲା ଯେନ୍ ଛୁଆମାନେ ଯେନ୍ ଟିକେ ଯେନ୍ ବର୍ବାଦ ହେଇଯାଉଛନ୍ ସେ ଗୀତା ଭାଗବତ ପଢ଼ିକରି ସେ ଛୁଆମାନେ ଟିକେ ମଣିଷଟେ ହଉନ୍ କାଁ କରି ମୁଇଁ ଏତ୍କି ହାତ ଯୋଡ଼ିକରି ବିନମ୍ର ଅନୁରୋଧ କରୁଛେ ଜାଣିଛନ୍ କାଁ କରି ବେଲେ
দেখুন করোনা মহামাରୀ গুଟେ ଯେନ୍ତା ଆସିଗଲା ହେନ୍ତା ଛୁଆମାନକେ କି ହେନ୍ତା କାହାରି ଭାଗ୍ୟକେ କାଟି ନି ଦଉ ବୋଲିକରି ମୁଇଁ ଏଇଟା ଗୋଟେ ବିନମ୍ର ଅନୁରୋଧ କରୁଛେଁ। ମୋର କହିବାର ମାନେ କି ନେଇ ସେ ଶାସ୍ତ୍ରୀୟର ମର୍ଯ୍ୟାଦା ବାପା ମା ମାଟିକେ ମର୍ଯ୍ୟାଦା ଦେବାର କଥା ଆଉ ନିଜର ପରିବେଶକେ ମର୍ଯ୍ୟାଦା ଦେବାର କଥା। ହଁ ଆମେ ଯଦି ଏଇଟା ଯଦି କର୍ମା ନିଆର କର୍ମା କେ ଯୁଗ ଜାଣିକରି ମୁଗ ଏଇଟା କର୍ମା ବୋଲେ ସିନା ହେବା କିନ୍ତୁ ସେ ଭିତରେ ଆମେ ଆମର ନିଜ ମଣିଷତ୍ୱକେ ଯଦି ଭୁଲିଯିମା ବେଲେ ଆର୍ ହେବା। ଏତ୍କି ମୋର ଗୋଟେ ବିନମ୍ର ଅନୁରୋଧ। ଆଉ ମଲ୍ଲିଫୁଲ ୟୁଟ୍ୟୁବ୍ ଚ୍ୟାନେଲ୍ ଅଫିସିଆଲ୍ ଚ୍ୟାନେଲ୍କେ ଲାଇକ୍ ସେୟାର ସବସ୍କ୍ରାଇବ୍ କରିଦେବେ ସେଟା ବି ମୋର ଗୋଟେ ଅନୁରୋଧ ରହିଲା। ଜୟ ଜଗନ୍ନାଥ। ଆଉ ଆପଣଙ୍କୁ ଆମର ଚ୍ୟାନେଲ୍ରେ ଆସିଥିବାରୁ ଧନ୍ୟବାଦ ଆଜ୍ଞା। ଧନ୍ୟବାଦ।